ମନ୍ଦିରରୁ ଫେରିବା ସମୟରେ ଭୁଲରେ ବି ଏଇ ତିନୋଟି ଭୁଲ କରନ୍ତୁ ନାହିଁ, ନଚେତ୍ ଜୀବନରେ ଅସୁବିଧା ଆଉ ବର୍ବାଦୀ ଆସିବା ପାଇଁ ସମୟ ଲାଗିବନି। କଥା ଜାଣିବା ପୂର୍ବରୁ ଭୋଳାନାଥଙ୍କ ସଚ୍ଚା ଭକ୍ତମାନେ କମେଣ୍ଟରେ ହର ହର ମହାଦେବ ଲେଖନ୍ତୁ। ଏମିତି ହଉଛି ମନ୍ଦିରରୁ ଫେରିବା ସମୟରେ କେବେ ବି ଖାଲି ହାତରେ ଫେରନ୍ତୁ ନାହିଁ। ଭଗବାନଙ୍କୁ ଦର୍ଶନ ପରେ ହାତରେ ଯଦି କିଛି ଫୁଲ ଆଉ ଭଗବାନଙ୍କର ପ୍ରସାଦ ଧରି ଆପଣ ଘରକୁ ଫେରୁଛନ୍ତି, ତାହେଲେ ଆପଣଙ୍କ ଘରକୁ ସୌଭାଗ୍ୟ ଆଣିଥାଏ ଆଉ କିଛି ସକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ଆସିଥାଏ। ଦ୍ୱିତୀୟଟି ହେଲା, ଆପଣ ମନ୍ଦିରରୁ ଫେରିଲା ବେଳେ କେବେ ବି ପଛକୁ ଅନାନ୍ତୁ ନାହିଁ। ଏହା କରିବା ଦ୍ୱାରା କୁହାଯାଏ ଯେ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ପାଖକୁ ପହଞ୍ଚେ ନାହିଁ ଆଉ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଘର ପାଖେ ଯାକେ ଆସିପାରେ ନାହିଁ। ତୃତୀୟଟି ହେଲା, ଆପଣ ମନ୍ଦିରରୁ ଫେରିଲା ପରେ କେବେ ବି ହେଲେ ରୋଷେଇ ଘର କି ଶୋଇବା ଘରକୁ ଆପଣ କେବେ ବି ଯାଆନ୍ତୁ ନାହିଁ। ତମେ ହାତ ମୁହଁ ଧୁଅନ୍ତୁ ଆଉ କିଛି ସମୟ ଭଗବାନଙ୍କୁ ପ୍ରଣାମ କରନ୍ତୁ।